শরণাগত দীনাথ পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতি। জয় মা শারদা। আজিକାର নীତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ପୁଣ୍ଡରୀକ ନାମରେ ଜଣେ ବିଷ୍ଣୁ ଭକ୍ତଟିଏ ଥାଏ। ସଦାସର୍ବଦା ପିଲାଟି ଦିନରୁ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବା ତାର ହେଉଛି ଇଏ କର୍ମ। କିନ୍ତୁ ପୁଣ୍ଡରୀକର ବାପ ମା ଥିଲେ ଇଏ କୁଷ୍ଠ ରୋଗୀ। ପୁଣ୍ଡରୀକ ପ୍ରତ୍ୟେକ ଦିନ ବାପ ମାଙ୍କର ସେବା କରିବା ତାର ହେଉଛି ଧର୍ମ। ଏବଂ ଘା ଧିଅରୁ ଯେଉଁ ପୂଜ ରକ୍ତ ବାହାରେ ପୁଣ୍ଡରୀକ ତାକୁ ଜିଭରେ ଚାଟିକି ମଧ୍ୟ ବି ସଫା କରିଦିଏ। ଦିନେ ହେଲେ ତା ମନରେ ଘୃଣାଭାବ ଆସେନି। କେବଳ ଭଗବାନଙ୍କୁ ଟିକେ ମୁଣ୍ଡିଆ ମାରିବ, ନାମକୁ ଧରିଥିବ ଏବଂ ପିତାମାତାଙ୍କର ସେବା ସେ କରି ଚାଲିଥାଏ। ଭଗବାନ ବୈକୁଣ୍ଠପୁରରେ ସବୁ ଦେଖୁଥାନ୍ତି। ଏଇ ସେବାକୁ ଦେଖି ଭଗବାନ ଭାରି ଖୁସି ହେଇଗଲେ। କହିଲେ ମୁଁ ଯିବି ଟିକେ ସେଇ ପୁଣ୍ଡରୀକକୁ ଇଏ ଦର୍ଶନ କରିକି ଆସିବି। ଭଗବାନଙ୍କୁ ଖୋଜନ୍ତି ସମସ୍ତେ, କିନ୍ତୁ ଭଗବାନ ଆଜି ଖୋଜି ଖୋଜି ଆସୁଛନ୍ତି ଭକ୍ତ ନିକଟକୁ। ପୁଣ୍ଡରୀକର ଇଏ ଦ୍ୱାର ମୁହଁରେ ଠିଆ ହେଇ ଭଗବାନ ଡାକିଲେ। କହିଲେ ଆରେ ବାବା କିଏ ଅଛ, ଟିକେ ଭିକ୍ଷା ମୁଠେ ଦେଇପାରିବ? ପୁଣ୍ଡରୀକ ସେଇଠି କହିଲେ ଆଜ୍ଞା ଅପେକ୍ଷା କରନ୍ତୁ, ମୋ ପିତାମାତାର ସେବା ସରିଲା ପରେ ମୁଁ ଆପଣଙ୍କ ନିକଟକୁ ଯିବି। ସେଇଠି ପୁଣ୍ଡରୀକ ଗୋଟେ ଇଟାଟିଏ ଥିଲା, ଇଟାଟିକି ପ୍ରଭୁଙ୍କ ନିକଟକୁ ଛାଡ଼ିଦେଲା। କହିଲେ ସେ ଇଟା ଉପରେ ବସିଥାନ୍ତୁ, ମୋ ପିତାମାତାର ସେବା କରିସାରିଲା ପରେ ମୁଁ ଯିବି। ପ୍ରଭୁ ସେଇ ଇଟା ଉପରେ ଏକ ଗୁଡ଼ିକିଆ ଠିଆ ହେଲେ। ଗୋଟିଏ ଗୋଡ଼ରେ ଠିଆ ହେଇ ପୁଣ୍ଡରୀକର ସେବାକୁ ଇଏ ଦର୍ଶନ କରୁଥାନ୍ତି। କିଛି ସମୟ ବିତିଗଲା। ପୁଣ୍ଡରୀକ ଯେତେବେଳେ ଆସନ୍ତି ଦେଖିଲେ ପ୍ରଭୁ ଗୋଟିଏ ଗୋଡ଼ରେ ଇଟା ଉପରେ ଠିଆ ହେଇ ଚାହିଁଛନ୍ତି। ସେଇଠି ପୁଣ୍ଡରୀକ ପାଦ ତଳେ ଇଏ ପଡ଼ିଗଲା। ପ୍ରଭୁ ସେଇ ଦିନ ଠାରୁ ଗୋଟିଏ ଇଟା ଉପରେ ଏକ ଗୁଡ଼ିକିଆ ଠିଆ ହେଇକି ରହିଛନ୍ତି ଏବଂ ଭଗବାନ ଏଇ ଏକ ଗୁଡ଼ିକିଆରେ ମଧ୍ୟ ଇଏ ପୂଜା ଅର୍ଚ୍ଚନା ପାଆନ୍ତି। ଏଇ ଥିଲା ଇଏ ନୀତିବାଣୀର ନିର୍ଯାସ କଥା। ଯଦି ଭଗବାନଙ୍କୁ ଆମେ ଡାକୁଥିବା, ପିତାମାତାଙ୍କର ସେବା କରୁଥିବା, ସାଧୁସନ୍ଥ ମାନଙ୍କର ଆଶୀର୍ବାଦ ଆଣିବା, ଗୁରୁ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଆଣୁଥିବା, ପ୍ରଭୁ କେବେ ରହିପାରିବେନି। ପ୍ରଭୁ ଚାଲି ଆସନ୍ତି ଭକ୍ତ ନିକଟକୁ। ଏଇ ଥିଲା ଏ ନୀତିବାଣୀର ନିର୍ଯାସ କଥା। ଆଜିକାର ଅନୁଚିନ୍ତା, ଘରେ ଯଦି ମାଟିଆ ମୂଷା ବାସ କରନ୍ତି ତା ହେଉଛି ଅଶୁଭ ସୂଚକ। ଘରେ ଯଦି ମାଟିଆ ମୂଷା ବାସ କରନ୍ତି ଏହା ହେଉଛି ଅଶୁଭ ସୂଚକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।